हेलो फ्रेंड, जय जगन्नाथ। वेलकम बैक टू माय मिनी ब्लॉग। सांग मैंने आशा करছি ସମସ୍ତେ ପ୍ରଭୁ ଜଗନ୍ନାଥଙ୍କ ଉପରେ ଭଲରେ ଥିବେ। ଆଉ ଆମ ତ ସକାଳୁ ସକାଳୁ ଡ୍ୟୁଟି ହେଉଛି, ଏଇଟା ବଡ଼ ଡ୍ୟୁଟି ପାଣି ବୋହିବା। ସେଇଟା ଦାଣ୍ଡ ଆପଣମାନେ ଦେଖିପାରୁଥିବେ, ଏଇ ହେଉଛି ଆମ ପୁରୁଣା ଘର। ଆଉ ସେଇଠୁ ପୁରା ପାଣି ବୁହା ହେବ 100 ମିଟର ପରେ ହେଇଯିବ, ବରଂ କମିବନି। ଆଉ ଏମିତି ବାଲ୍ଟି ଧରିକି ଡେଲି ଡେଲି ଏକ୍ସରସାଇଜ କରିବାକୁ ପଡ଼ୁଛି। ଆଉ କ'ଣ କରିବା, ଏଇଟା ତ ସବୁଠୁ ଗୋଟେ କଷ୍ଟଦାୟକ କାମ ମୋ ପକ୍ଷରେ, କାରଣ ବାହାରେ ରହିକି ଅଭ୍ୟାସ ହେଇଗଲାଣି ଏସବୁ କାମ ବି। ଆଜିକା ଡେଟ୍ରେ ପ୍ରାୟତଃ ଗାଁ ମାନଙ୍କରେ ମଧ୍ୟ ଏମିତି କଷ୍ଟ ଆଉ ନାହିଁ, ଯେତେ ବାଟରୁ ପାଣି ବୋହିବା। ଆଉ କ'ଣ କରିବା, ବାଧ୍ୟ। କଥାରେ ନାହିଁ, ଯେଉଁ ଦେଶ ଯିବ ସେ ଫଳ ଖାଇବ। ଏଇଟା ହେଉଛି ଆମ ବାଡ଼ି ପଟ, ସେପଟୁ ପୁରା ପାଣି ଆସିବ। ଏଠି ହେଉଛି କୂଅ ତ ପାଣି ଶୁଖିଯାଇଛି। ଏଇଟା ହେଉଛି ଆମର ମାନେ ବାଡ଼ି ପଟ, ଆମର ନୂଆ ଘରକୁ ରାସ୍ତା ହେଉଛି ସେଇଟା। ଆଉ ସେଇଠି ଆମର ବାଥରୁମ୍। ଆଉ କ'ଣ, ବାଡ଼ି ଘର ଗାଁରେ ସବୁ ସାଙ୍ଗମାନେ। ଆଉ ମୋ ଭିଡ଼ିଓ କେହି ଦେଖୁନାହାନ୍ତି, ଆପଣମାନଙ୍କୁ ଭିଡ଼ିଓ ଭଲ ଲାଗୁନି, ଭିଡ଼ିଓରେ ଭ୍ୟୁ କମୁଛି। ପ୍ଲିଜ୍ ସାଙ୍ଗମାନେ ଟିକେ ଭିଡ଼ିଓ ଦେଖନ୍ତୁ ଆଉ ସପୋର୍ଟ କରନ୍ତୁ। ଲାଇକ୍ ସେୟାର କମେଣ୍ଟ ନିଶ୍ଚିତ ଟିକେ କରନ୍ତୁ। ଏଠି ଦେଖନ୍ତୁ ସବୁ ଶାଗ ବୁଣା ହେଇଛି। ବଡ଼ ମା' ଘର ଶାଗ ବାଡ଼ି, ଏଇଟା ଶାଗ ବୁଣା ହେଇଛି। ଛୁଆ ପୁରା ଦେଖଉଛି ନେଇକି ଆଉ କ୍ୟାମେରା ପକେଇକି, ଆଉ ଶାଗ ଗୁଡ଼ାକ ଆଉ ଯାହା ହେଲେ ବି ଜେଜେମା ବୁଣିଛନ୍ତି ନା, ତ ନାତୁଣୀ କାହିଁ ଛାଡ଼ିବେ, ଟିକେ ଦେଖେଇଦେବେ ଚମତ୍କାର ଜିନିଷ ଗୋଟେ। କାରଣ ଏଠି ଯେଉଁ ମାଙ୍କଡ଼, ଶହେ ମାଙ୍କଡ଼, ତା ଭିତରେ ଆକୁ ଜଗିକି ସିଏ ରଖିଛନ୍ତି ବହୁତ କଷ୍ଟରେ। ଖରାବେଳ ସାରା ବି ଶୋଇପାରୁନ୍ତି, ଯେତେବେଳେ ମାଙ୍କଡ଼ ଦଳ ଆସୁଛନ୍ତି ମାନେ ସେ ଶୋଇ ବସି ପାରୁନାହାନ୍ତି। ତାଙ୍କୁ ଜଗିକି ପାଣି ଫାଣି ପକେଇକି, ଧନିଆ ଗଛ ଆଉ କୋଶଳା ଶାଗ ସବୁ ବୁଣାବୁଣି କରିଛନ୍ତି, ବିକୁଛନ୍ତି, ଖାଉଛନ୍ତି। ଆଉ ବାକି ତାର ସିଏ ତାଙ୍କୁ ଦେଖେଇଦେଲେ ନେଇକି ଟିକେ, ଆଉ ତାଙ୍କ ଶାଗ କିଆରି ଦେଖି ଦିଅନ୍ତୁ। ସାଙ୍ଗମାନେ କାହାର ଶାଗ ଦରକାର ଜଲ୍ଦି ଜଲ୍ଦି ଯୋଗାଯୋଗ କରନ୍ତୁ। ଆଉ କ'ଣ କହିବି। ଆଉ ଏବେ ତ ଟିକେ ମୋ ଗାଁରେ ଅଛି, ବ୍ୟସ୍ତ ଭିତରେ ରହୁଛି, କାହାକୁ ଟିକେ ସପୋର୍ଟ କରିପାରୁନି, ଭିଡ଼ିଓ ଟିକେ ମୁଁ ଛାଡ଼ି ପାରୁନି। ଆଉ ଆପଣମାନେ ଟିକେ ପରିସ୍ଥିତି ବୁଝିପାରୁଥିବେ। ଦେଖିବା ଆଗକୁ କ'ଣ ହେଉଛି। ରହୁଛି, ଜୟ ଜଗନ୍ନାଥ।